ପିଲାମାନେ ଆମେ ଆଜି ଦଶମ ଶ୍ରେଣୀର ଇତିହାସର ପ୍ରଥମ ବିଷୟ ପ୍ରଥମ ପାଠ ଗାନ୍ଧୀ ଯୁଗ ଆଲୋଚନା କରୁଥିଲୁ। ଆଜି ଆମେ ଆଲୋଚନା ମଧ୍ୟ କରିବା। ଆନ୍ଦୋଳନ ପର୍ଯ୍ୟନ୍ତ ଆଲୋଚନା କରିଥିଲୁ। ମୁଁ ଆଶା କରିବି ତୁମେମାନେ ଚମ୍ପାରଣ ଆନ୍ଦୋଳନ ପର୍ଯ୍ୟନ୍ତ ବୁଝି ସାରିଛ। ଆଜି ଆମେ ପଢ଼ିବା ଖେଡ଼ା ଆନ୍ଦୋଳନ। ଗାନ୍ଧୀଜୀଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ମଧ୍ୟରୁ ଖେଡ଼ା ଆନ୍ଦୋଳନ ଏହା ହେଉଛି ଦ୍ୱିତୀୟ ଆନ୍ଦୋଳନ କହିବା ଯଥେଷ୍ଟ ହେବ। ତେଣୁ ଏହାକୁ ଆମେ ଆଲୋଚନା କରିବା ଖେଡ଼ା ଆନ୍ଦୋଳନ। ଖେଡ଼ା ଆନ୍ଦୋଳନ କ'ଣ ନା 1918 ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜରାଟ ସ୍ଥିତ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା। ତତ୍କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ ପରିମାଣର 1/4ରୁ କମ୍ ପରିମାଣର ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ କୋହଳ କରିବାର ବ୍ୟବସ୍ଥା ଥିଲା। ତେଣୁ ସେତେବେଳେ ଗୋଟେ ନିୟମ ଥିଲା, ତତ୍କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଥିଲା ଯେ ଯଦି କୌଣସି କାରଣରୁ ସ୍ୱାଭାବିକ ପରିମାଣର ଉତ୍ପାଦନ ଯେତିକି ହେବା କଥା ତାଠୁ ଯଦି କମ୍ ଉତ୍ପାଦନ ହେଲା ତାହେଲେ ଜମିର ଯେଉଁ ରାଜସ୍ୱ ଦେୟ ସରକାର ଯେଉଁ ନେଉଥିଲା ତାହାକୁ ବା ଦେୟକୁ କମ୍ କରିବାର ବ୍ୟବସ୍ଥା ଥିଲା। ତେଣୁ ସେତେବେଳେ ଦୁର୍ଭିକ୍ଷ ହେଲା 1918ରେ। ସେଠି ତାହେଲେ ଦୁର୍ଭିକ୍ଷ ଯୋଗୁଁ ଆମର ଜମିର ସ୍ୱାଭାବିକ ଉତ୍ପାଦନ କ'ଣ କମ୍ ହେଇଥିବ। ତେଣୁ ଖେଡ଼ା ଚାଷୀମାନଙ୍କୁ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ୱ ଭରଣା କରିବାକୁ ବାଧ୍ୟ କଲେ। କିନ୍ତୁ ଇଂରେଜମାନେ କ'ଣ କଲେ, ସେ ନିୟମକୁ ମାନିଲେ ନାହିଁ। ଯେଉଁ ଦେୟକୁ କୋହଳ କରିବା ନିୟମକୁ ମାନିଲେ ନାହିଁ ଏବଂ ଚାଷୀମାନଙ୍କୁ ସେମାନେ କ'ଣ କହିଲେ ନା ତୁମେ ସମସ୍ତ ରାଜସ୍ୱ ଦେବା ପାଇଁ ସେମାନେ ବାଧ୍ୟ କଲେ। ତେଣୁ ଗାନ୍ଧୀଜୀ କ'ଣ କଲେ ନା ଗାନ୍ଧୀଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କଲେ। ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏଥିପାଇଁ ଯେକୌଣସି ପରିମାଣ ଭୋଗିବାକୁ ପ୍ରସ୍ତୁତ ବୋଲି ସେ ଚାଷୀମାନେ ଗାନ୍ଧୀଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଲେ ଏବଂ କହିଲେ ଆମେ ଖଜଣା ଦେବୁ ନାହିଁ, ଆମେ ଏହାର ଯେକୌଣସି ପରିଣାମ ଭୋଗିବାକୁ ରାଜି। ଏବଂ ଶେଷରେ କ'ଣ ହେଲା ନା ସରକାର କ'ଣ ହେଲେ ନା ବିଫଳ ହେଲେ ଏବଂ ସରକାର ମୁଣ୍ଡ ନୁଆଇଲେ ଗାନ୍ଧୀଜୀଙ୍କ ଆଗରେ, ଚାଷୀମାନଙ୍କ ଆଗରେ ଏବଂ ସେହି ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ। ଏବଂ ଶେଷରେ କ'ଣ ହେଲେ ନା ବାଧ୍ୟତାମୂଳକ ଯେଉଁ ରାଜସ୍ୱ ଆଦାୟ କରାଯାଉଥିଲା ତାହାରୁ ନିବୃତ୍ତ ହେଲେ ଏବଂ ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କ ଠାରୁ ଏହା ଆଦାୟ କଲେ ଏବଂ ଅନ୍ୟମାନଙ୍କ ଠାରୁ ଏହା ଆଦାୟ କଲେ ନାହିଁ। ବୁଝିହେଇଛି ନା? ମୁଁ ଆଉଥରେ କହୁଛି ଖେଡ଼ା ଆନ୍ଦୋଳନ କ'ଣ ଥିଲା ନା ଗୁଜରାଟର ଖେଡ଼ା ନାମକ ଗୋଟେ ଜିଲ୍ଲା ଅଛି। 1918 ମସିହାରେ କ'ଣ ହେଲା ନା ସେଇ ଖେଡ଼ା ଜିଲ୍ଲାରେ ଆମର ଭୀଷଣ ଦୁର୍ଭିକ୍ଷ ହେଲା ଏବଂ ଦୁର୍ଭିକ୍ଷ ଯୋଗୁଁ ଚାଷୀମାନଙ୍କର ଉତ୍ପାଦନ କମିଗଲା। ସେତେବେଳେ ରାଜସ୍ୱ ସରକାରଙ୍କର ନିୟମ ଅନୁଯାୟୀ ଆମର ରାଜସ୍ୱ ନିୟମ ଗୋଟେ ଥିଲା କ'ଣ ନା ଯଦି କୌଣସି ଚାଷୀର ଉତ୍ପାଦନ ସ୍ୱାଭାବିକ ମାତ୍ରା ଠାରୁ କମ୍ ହୁଏ ତାହେଲେ ସେ କର ବା ରାଜସ୍ୱ କମ୍ ଦେବ। କିନ୍ତୁ ଇଂରେଜ ମାନେ କ'ଣ କଲେ ନା ସେ ନିୟମକୁ ମାନିଲେ ନାହିଁ ଏବଂ ସମସ୍ତ ଚାଷୀମାନଙ୍କ ଠାରୁ କ'ଣ କଲେ ସମ୍ପୂର୍ଣ୍ଣ ରାଜସ୍ୱ ଆଦାୟ କରିବାକୁ ଲାଗିଲେ। ଏହା ଦ୍ୱାରା ଗାନ୍ଧୀଜୀ ଏବଂ ଚାଷୀମାନେ ମିଶିକି କ'ଣ କଲେ ନା ଗାନ୍ଧୀଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହ କଲେ। ସେମାନେ କହିଲେ କ'ଣ ନା ଆମେ ସେ କରକୁ ଦେବା ନାହିଁ, ଆମେ କରକୁ ଦେବା ନାହିଁ ଏବଂ ବିରୋଧ କରିବା ଏବଂ ଯେକୌଣସି ପରିଣାମ ଭୋଗିବାକୁ ଆମେ ରାଜି ଅଛୁ। ଶେଷରେ କ'ଣ ହେଲା ନା ଇଂରେଜ ମାନେ ନଇଗଲେ ଏବଂ ସେମାନେ ସେହି କର ଆଦାୟକୁ ନିବୃତ୍ତ ହେଲେ ଏବଂ ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କରି ସେମାନେ କ'ଣ କହିଲେ ନା ଯେଉଁମାନଙ୍କର ସାମର୍ଥ୍ୟ ଅଛି, ଯେଉଁ ଚାଷୀମାନଙ୍କର, ସେମାନେ କେବଳ କିଛି କର ଦେବେ ଆଉ ଅନ୍ୟମାନେ ଦେବେ ନାହିଁ। ଏବଂ ଏହି ଆନ୍ଦୋଳନରେ କିଏ କିଏ ଭାଗ ନେଇଥିଲେ ନା ଇନ୍ଦୁଲାଲ ଯାଜ୍ଞିକ ଗାନ୍ଧୀଜୀଙ୍କର ଜଣେ ପ୍ରମୁଖ ସହଯୋଗୀ ଥିଲେ। ମନେ କରିବ ବା ମନେ ରଖିବ ଯେ ଖେଡ଼ା ଆନ୍ଦୋଳନରେ ଗାନ୍ଧୀଜୀଙ୍କର ପ୍ରମୁଖ ସହଯୋଗୀ କିଏ ଥିଲେ ନା ଇନ୍ଦୁଲାଲ ଯାଜ୍ଞିକ। ଆଉ ମଧ୍ୟ ଆନ୍ଦୋଳନର ସଫଳତା ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧୀଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ। ତମେ ଜାଣିଛ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆମର ଲୌହ ମାନବ, ସେହି ଲୌହ ମାନବ ଯିଏକି ଅହମ୍ମଦାବାଦର ଆଇନଜୀବୀ। ଖେଡ଼ା ଜିଲ୍ଲାର ଅଧିବାସୀ ଥିଲେ ଆମର କିଏ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଅହମ୍ମଦାବାଦର ଆଇନଜୀବୀ ଲୟାର ଥିଲେ। ସିଏ ଗାନ୍ଧୀଜୀଙ୍କର ଗୋଟେ ପ୍ରଧାନ ଅନୁଗାମୀ ହୋଇଥିଲେ ଏହି ଖେଡ଼ା ଆନ୍ଦୋଳନରୁ ପ୍ରଭାବିତ ହେଇକି। ତ ତୁମେ ମାନେ ବୁଝିଗଲ ଖେଡ଼ା ଆନ୍ଦୋଳନ। ଏହାପରେ ଆସିବା କ'ଣ ନା ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ। ଖେଡ଼ା ଆନ୍ଦୋଳନ ପରେ ଦ୍ୱିତୀୟ ଆନ୍ଦୋଳନ କ'ଣ
ନା ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ। ତୁମେ ଜାଣିଛ ସମସ୍ତେ ଯେ ଅହମ୍ମଦାବାଦ ହେଉଛି ଗୁଜରାଟର ଗୋଟିଏ ପ୍ରମୁଖ ଜାଗା। ସେଇ ଗୁଜରାଟର ଅହମ୍ମଦାବାଦ ଠାରେ କଣ ଥିଲା ନା ଲୁଗା କଳ ଥିଲା। ତମେ ଜାଣିଛ ଗୁଜରାଟର ଅହମ୍ମଦାବାଦ ବା ଗୁଜରାଟ ହେଉଛି ଲୁଗା କଳ ପାଇଁ ପ୍ରସିଦ୍ଧ। ତେଣୁ ଅହମ୍ମଦାବାଦ ଠାରେ ଲୁଗା କଳ ଗୁଡ଼ିକରେ ମାଲିକ ମାନେ କଣ ହେଲେ ନା ସେତେବେଳେ ପ୍ଲେଗ ମହାମାରୀ ଯୋଗୁଁ ସ୍ୱତନ୍ତ୍ର ଭତ୍ତା ପ୍ଲେଗ ବୋନସ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକ ମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା। ଅର୍ଥ କଣ? ସେତେବେଳେ ଫ୍ୟାକ୍ଟ୍ରିରେ ଗୋଟେ ନିୟମ ଥିଲା, ଯଦି କୌଣସି ଶ୍ରମିକ ପ୍ଲେଗ ମହାମାରୀ ଯୋଗୁଁ ଆକ୍ରାନ୍ତ ହବ ବା ପ୍ଲେଗ ମହାମାରୀ ହେଲେ ସେତେବେଳେ ଶ୍ରମିକ ମାନଙ୍କୁ ଏକ ପ୍ରକାର ବୋନସ ଦିଆଯାଉଥିଲା, ତାହାକୁ ପ୍ଲେଗ ବୋନସ କୁହାଯାଉଥିଲା। ଏବଂ ସେତେବେଳେ ମଧ୍ୟ ପ୍ଲେଗ ହେଇଥିଲା, କିନ୍ତୁ ଆମର ମିଲ୍ ମାଲିକ ମାନେ କଣ କଲେ ନା ପ୍ଲେଗ ବୋନସ ଆମର ଶ୍ରମିକ ମାନଙ୍କୁ ଆଉ ଦେଲେ ନାହିଁ। ତେଣୁ ଶ୍ରମିକ ମାନେ ଉତ୍ତ୍ୟକ୍ତ ହୋଇଗଲେ ଏବଂ ଏହି ସମୟରେ କଣ ହେଲା, ସେ ସମୟରେ ଇଂରେଜ ଜିଲ୍ଲାପାଳ କିଏ ଥିଲେ? ସେ ସମୟରେ ଯୋଉ ସେଇ ଜିଲ୍ଲାର ଜିଲ୍ଲାପାଳ ଥିଲେ ଯେ ଇଂରେଜ ଜିଲ୍ଲାପାଳ, ତାଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ। ତେଣୁ ଏଇ ଯୋଉ ମାଲିକ ଏବଂ ଶ୍ରମିକ ମାନଙ୍କ ମଧ୍ୟରେ ଯୋଉ କଳହ ହେଲା ପ୍ଲେଗ ବୋନସକୁ ନେଇକି, ମାଲିକ ମାନେ ପ୍ଲେଗ ବୋନସ ଦେଲେ ନାହିଁ ଶ୍ରମିକ ମାନଙ୍କୁ, ଏହି ଯୋଉ କଳହରେ ସେତେବେଳର ଜିଲ୍ଲାପାଳ ଗାନ୍ଧିଜୀଙ୍କୁ ଅନୁରୋଧ କଲେ ହସ୍ତକ୍ଷେପ କରିବା ପାଇଁ ଏବଂ ଗାନ୍ଧିଜୀ ମଧ୍ୟ ଏଥିରେ ହସ୍ତକ୍ଷେପ କଲେ ଏବଂ ଏଥିପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କରି ତାହାର ନିଷ୍ପତ୍ତି ଗ୍ରହଣ କରିବାକୁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ। ତେଣୁ ଗାନ୍ଧିଜୀ କଣ କଲେ ନା ସେମାନେ ହସ୍ତକ୍ଷେପ କଲେ ଏବଂ ଏକ ଟ୍ରିବ୍ୟୁନାଲ ଗଠନ କରାଗଲା ଏବଂ ଉଭୟ ମାଲିକ ଓ ଆମର ଶ୍ରମିକ ମାନଙ୍କୁ ଏଥିରେ ପକ୍ଷଭୁକ୍ତ କରି ରାଜି କରାଇଥିଲେ। କିନ୍ତୁ ମାଲିକ ମାନେ ଏଥିରେ ଓହରି ଯାଇ ଶ୍ରମିକ ମଜୁରୀର 20 ଭାଗ ବୃଦ୍ଧି ଘୋଷଣା କଲେ। କିନ୍ତୁ କଣ ହେଲା ନା ମାଲିକ ମାନେ ଏଥିରେ ରାଜି ହେଲେ ନାହିଁ, ଏଥିରୁ ଓହରି ଗଲେ ଏବଂ ଏଇଠି ଗୋଟେ କଣ ହେଇଥିଲା ନା ଶ୍ରମିକ ମାନେ ତାଙ୍କ ମଜୁରୀର 35% ବୃଦ୍ଧି ଦାବି କରିଥିଲେ, କିନ୍ତୁ ମାଲିକ ମାନେ ତାହା ନ କରି ମାତ୍ର 20% ବୃଦ୍ଧି କଲେ। ଫଳରେ ଶ୍ରମିକ ମାନେ ଆହୁରି ରାଗିଗଲେ। ଫଳରେ ଶ୍ରମିକ ମାନେ କଣ ହେଲେ ନା ଆହୁରି ରାଗିଗଲେ। ଅହମ୍ମଦାବାଦ କାରଖାନା ଶ୍ରମିକ ମାନଙ୍କ ଶତକଡ଼ା 35 ଭାଗ ବୃଦ୍ଧି ମଜୁରୀ ବୃଦ୍ଧି ଦାବି କରିଥିଲେ, କିନ୍ତୁ ଆମର ମାଲିକ ମାନେ କଣ କଲେ ନା 20 ଭାଗ ବୃଦ୍ଧି କଲେ। ସେଥିପାଇଁ ତୁମର ଶ୍ରମିକ ମାନେ କଣ ହେଲେ ନା ବିରୋଧ କଲେ ଏବଂ ମାଲିକ ମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକ ମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଇଥିଲେ। ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରାଗଲା ଏବଂ ଗାନ୍ଧିଜୀ ଶ୍ରମିକ ମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ। ତେଣୁ ଗାନ୍ଧିଜୀ କଣ କଲେ ନା ଯେତେ ପର୍ଯ୍ୟନ୍ତ ତୁମର ଦାବି ପୂରଣ ନ ହବ, ମାନେ ଶ୍ରମିକ ମାନଙ୍କ ଦାବି କଣ ଥିଲା, ତୁମର ପ୍ଲେଗ ବୋନସ ଥିଲା ଏବଂ 35% ମଜୁରୀ ବୃଦ୍ଧି ଥିଲା, କିନ୍ତୁ ମାଲିକ ମାନେ କଣ ପ୍ଲେଗ ବୋନସ ଦେଲେ ନାହିଁ ଏବଂ 20% ମଜୁରୀ ମାତ୍ର ଦେଲେ। ତେଣୁ ଏହାକୁ ବିରୋଧ କରି କଣ ହେଲା ନା ଶ୍ରମିକ ମାନଙ୍କ ସହିତ ସପକ୍ଷରେ ଗାନ୍ଧିଜୀ ଅନଶନ କଲେ ଏବଂ କଣ ହେଲା ନା ଏହା ଶ୍ରମିକ ମାନଙ୍କୁ ଦୃଢ ଭାବରେ ସଂଗଠିତ କରି ସମଗ୍ର ଭାରତର ଦୃଷ୍ଟି ଆକର୍ଷଣ କଲା। ଏଇ ଯୋଉ ଆନ୍ଦୋଳନଟି ସମଗ୍ର ଭାରତର ଦୃଷ୍ଟି ଆକର୍ଷଣ କଲା। ଏଥିରେ ଇଂରେଜ ସରକାର ଭୟଭୀତ ହୋଇ ମିଲ୍ ମାଲିକ ମାନେ ଭୟଭୀତ ହୋଇ ଶେଷରେ କାରଖାନା ମାଲିକ ମାନେ ଶ୍ରମିକ ମାନଙ୍କ ମଜୁରୀ 35% ବୃଦ୍ଧି କରିବା ପାଇଁ ସମ୍ମତି ଦେଲେ। ଶେଷରେ କଣ ହେଲା ନା ଶ୍ରମିକ ମାନଙ୍କ ଧାରଣା ଯୋଗୁଁ ଆମର ମିଲ୍ ମାଲିକ ମାନେ ସେଥିରେ ରାଜି ହେଲେ ଏବଂ 35% ଆମର ସେମାନଙ୍କର ମଜୁରୀ ବୃଦ୍ଧି କଲେ। ଏହା ଦ୍ୱାରା ଗାନ୍ଧିଜୀ କଣ ହେଲା ନା ଏହା ଦ୍ୱାରା ଗାନ୍ଧିଜୀ ଜନସାଧାରଣଙ୍କ ମନରେ ସତ୍ୟାଗ୍ରହ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣି ଦେଇଥିଲେ। ତେଣୁ ଏଇ ଯୋଉ ସଫଳତା ପାଇଲେ, ଗାନ୍ଧିଜୀଙ୍କର ଯୋଉ ସତ୍ୟାଗ୍ରହ ପ୍ରତି ଯୋଉ ଦୃଢ ଆଶା, ଏଇଟା କଣ ହେଲା ନା ଜନସାଧାରଣଙ୍କ ମନରେ ସତ୍ୟାଗ୍ରହ ପ୍ରତି ଆଗ୍ରହ, ଶ୍ରଦ୍ଧା ଏବଂ ସମ୍ମାନ ଆଣିଲା ଏବଂ ସତ୍ୟାଗ୍ରହର ଏକ ବହ୍ନି, ଏକ ଅଗ୍ନି ପିଣ୍ଡୁଳା କଣ ହେଲା ନା ସମସ୍ତ ଲୋକଙ୍କ ମାନଙ୍କ ମନରେ ଉଦ୍ଗୀରଣ ହେଲା। ଏଇଠି ଗୋଟେ କଥା ତୁମେ ମନେ ରଖିବ, ଏଇ ଯେ ତୁମେ ଜାଣିଛ କି ଏଠି କଣ କହିଛି କହିଲ ନା ଗାନ୍ଧିଜୀ ନିଜେ ନବଜୀବନ ଏବଂ ୟଙ୍ଗ ଇଣ୍ଡିଆ ନାମକ ଦୁଇଟି ପତ୍ରିକା ପ୍ରକାଶ କରୁଥିଲେ। ପରୀକ୍ଷାରେ ପଡେ। ଏବେ ଆସିବା ଚତୁର୍ଥ ଆନ୍ଦୋଳନ, କଣ ନା ରାଉଲତ ଆଇନ ବିରୋଧରେ ଆନ୍ଦୋଳନ। କଣ ଏଟା ନା ରାଉଲତ ଆଇନ ବିରୋଧରେ ଆନ୍ଦୋଳନ। এই ରାଉଲତ ଆଇନ ବିରୋଧୀ ଆନ୍ଦୋଳନ କଣ ନା ଚମ୍ପାରଣ, ଖେଡା ଓ ଅହମ୍ମଦାବାଦରେ ସଂଗଠିତ ଆଞ୍ଚଳିକ ଆନ୍ଦୋଳନ ଗୁଡିକ ସଫଳତା ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ମନରେ ଆସ୍ଥା ବୃଦ୍ଧି କଲା। ଯେଉଁ ଚମ୍ପାରଣ ଆନ୍ଦୋଳନର ସଫଳତା, ଖେଡା ଆନ୍ଦୋଳନର ସଫଳତା, ଅହମ୍ମଦାବାଦ ମିଲ୍ ଷ୍ଟ୍ରାଇକର ଯେଉଁ ସଫଳତା ଯୋଗୁଁ ଲୋକମାନଙ୍କ ମନରେ ଗାନ୍ଧୀଙ୍କ ପ୍ରତି ଏକ ଦୃଢ ସମ୍ମାନ, ଶ୍ରଦ୍ଧା ଏବଂ ଏକ କଣ
ସଫଳତାର ଯେଉଁ ସେ ପାଉଛନ୍ତି ତେଣୁ ଏକ ପ୍ରକାର ଆନ୍ତରିକତା ଜନ୍ମିଲା ଏବଂ ଲୋକମାନଙ୍କ ମନରେ ଆସ୍ଥା ବୃଦ୍ଧି ହେଲା ଏବଂ ତାଙ୍କୁ ସମଗ୍ର ଭାରତର ଜନସାଧାରଣଙ୍କ ନିକଟରେ ଅଧିକ ପରିଚିତ କରାଇଲା କାହାକୁ ଗାନ୍ଧିଜୀଙ୍କୁ ଏଇ ଯେଉଁ ଆନ୍ଦୋଳନ ଗୁଡ଼ିକ। ଏହାପରେ ସେ କଣ କଲେ ନା ଆନ୍ଦୋଳନକୁ କଣ କଲେ ନା ସେ ରାଜ୍ୟରେ ସୀମିତ ନ ରଖି ଗୁଜରାଟରେ ତାହା ଜାତୀୟ ସ୍ତରକୁ ଗଲା। ତେଣୁ ଏହାପରେ ସେ ଜାତୀୟ ସ୍ତରର ବ୍ରିଟିଶ ଶାସନ ବିରୋଧରେ କେତେକ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ତେଣୁ ଏହାପରେ ସେ କଣ କଲେ ନା ଗୁଜରାଟରୁ ବାହାରି ଜାତୀୟ ସ୍ତରରେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ଆଗ୍ରହ ପ୍ରକାଶ କଲେ ଏବଂ 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ଦ୍ୱାରା ଗୋଟେ ଆଇନ ପ୍ରଣୟନ କରାଯାଇଥିଲା, ତାହା ଥିଲା ରାଉଲତ ଆଇନ। ତାହା ବିରୋଧରେ ସେ ଆନ୍ଦୋଳନ କରିଥିଲେ ଏବଂ ତାହା ଗାନ୍ଧିଜୀଙ୍କ ଦ୍ୱାରା ଜାତୀୟ ସ୍ତରରେ ପ୍ରଥମ ଆନ୍ଦୋଳନ ଥିଲା। ମନେ ରଖିବ, ପ୍ରଶ୍ନ ଆସେ ଗାନ୍ଧିଜୀଙ୍କ ଦ୍ୱାରା ଜାତୀୟ ସ୍ତରରେ ହୋଇଥିବା ପ୍ରଥମ ଆନ୍ଦୋଳନଟି କିଏ ନା ରାଉଲତ ଆଇନ 1919 ବିରୋଧରେ ଆନ୍ଦୋଳନ ହେଉଛି ଜାତୀୟ ସ୍ତରରେ ଗାନ୍ଧିଜୀଙ୍କର ପ୍ରଥମ ଆନ୍ଦୋଳନ। ଯଦି କୁହାଯିବ ଗାନ୍ଧିଜୀଙ୍କର ପ୍ରଥମ ଆନ୍ଦୋଳନ ଯାହାକି ତୁମର ରାଜ୍ୟ ସ୍ତରରେ ଥିଲା ସେଇଟା କିଏ ନା ଚମ୍ପାରଣ ଆନ୍ଦୋଳନ। ମନେ ରଖିବ, ଗାନ୍ଧୀ ଯଦି ଆମେ କହିବା ପ୍ରଥମ ଆନ୍ଦୋଳନ ହେଉଛି ଚମ୍ପାରଣ ଆନ୍ଦୋଳନ, ଯୋଉଟାକି ବିହାରରେ ଥିଲା, ସେଟା ରାଜ୍ୟସ୍ତରୀୟ ଆନ୍ଦୋଳନ ଥିଲା। କିନ୍ତୁ ଯଦି ଆମେ କହିବା ଗାନ୍ଧିଜୀଙ୍କର ଜାତୀୟ ସ୍ତରୀୟ ଆନ୍ଦୋଳନ ପ୍ରଥମ ଥିଲା କିଏ ନା ତୁମର ରାଉଲତ ଆଇନ 1919 ବିରୋଧୀ ଆନ୍ଦୋଳନ। ଏହା ହେଉଛି ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଯଦି ତୁମକୁ ଖାଲି ପଚାରୁଛି ଯେ ପ୍ରଥମ ଆନ୍ଦୋଳନ ଗାନ୍ଧିଜୀଙ୍କର କିଏ ନା ଚମ୍ପାରଣ ଆନ୍ଦୋଳନ। ଯଦି ପ୍ରଥମ ଜାତୀୟ ସ୍ତରୀୟ କହିବ ତାହେଲେ କିଏ ନା 1919ର ରାଉଲତ ଆଇନ ବିରୋଧୀ ଆନ୍ଦୋଳନ। ତାହେଲେ ଆମେ ବର୍ତ୍ତମାନ ଜାଣିବା ସେ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ କଣ। ଓକେ, ଆଇନ ବିରୋଧୀ ଆନ୍ଦୋଳନ କଣ ନା ତୁମେ ଜାଣିଛ ପ୍ରଥମ ବିଶ୍ୱଯୁଦ୍ଧ କେବେ ହେଇଥିଲା ନା 1914 ମସିହାରେ ଆରମ୍ଭ ହେଇଥିଲା। ତେଣୁ ପ୍ରଥମ ବିଶ୍ୱଯୁଦ୍ଧରେ କଣ ହେଲା ନା ଆମ ଭାରତ ଯେହେତୁ ଭାରତର ଶାସନ କରୁଥିଲେ କି ଇଂରେଜ ମାନେ, ତେଣୁ ଭାରତ ଇଂରେଜ ମାନଙ୍କ ଦ୍ୱାରା କଣ ହେଇଥିଲା ନା ଇଂରେଜ ଓ ମିତ୍ର ଶକ୍ତିକୁ ସାହାଯ୍ୟ କରିଥିଲା। ତେଣୁ ଭାରତ ପ୍ରଥମ ବିଶ୍ୱଯୁଦ୍ଧରେ କଣ ହେଇଥିଲା, ଯେହେତୁ ଇଂରେଜ ଶାସନ କରୁଥିଲେ ଭାରତରେ, ତେଣୁ ସେମାନେ ଇଂରେଜ ସପୋର୍ଟରେ ଥିଲେ ଏବଂ ଇଂରେଜ କାହା ସପୋର୍ଟରେ ଥିଲେ ମିତ୍ର ଶକ୍ତି ସପୋର୍ଟରେ ଥିଲେ। ତେଣୁ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ଓ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କରିଥିଲା। ଏବଂ କାହିଁକି ସାହାଯ୍ୟ କରିଥିଲା ନା ଇଂରେଜ ମାନେ ଆଶ୍ୱାସନା ଦେଇଥିଲେ ଯେ ପ୍ରଥମ ବିଶ୍ୱଯୁଦ୍ଧର ସମାପ୍ତି ପରେ ଆମେ ତୁମକୁ ସ୍ୱାଧୀନତା ଦେଇଦେବୁ ବା ଆମେ ତୁମକୁ କିଛି ସ୍ୱାଧୀନତା ଦେବୁ ବୋଲି ସେମାନେ ଆଶା ଦେଇଥିଲେ। ସେଇ ଆଶାରେ ଭାରତୀୟ ମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଇଂରେଜ ସପୋର୍ଟରେ ମିତ୍ର ଶକ୍ତି ସପୋର୍ଟରେ ଲଢିଥିଲେ। କିନ୍ତୁ ସେମାନେ ବିଶ୍ୱଯୁଦ୍ଧ ସରିଲା 1918ରେ। କିନ୍ତୁ ବିଶ୍ୱଯୁଦ୍ଧ ପରେ କଣ ହେଲା ତୁମର ଇଂରେଜ ମାନେ ଯେଉଁ ଆଶା ଦେଇଥିଲେ ସେ ଆଶା ପୂରଣ କଲେ ନାହିଁ। ଇଂରେଜ ମାନେ ଯେଉଁ ଆଶା ଦେଇଥିଲେ ସେ ଆଶା ପୂରଣ କଲେ ନାହିଁ। ତେଣୁ କଣ ହେଲା ନା ବିଦ୍ରୋହ ପୂରଣ କଲେ ନାହିଁ। ତେଣୁ ବର୍ତ୍ତମାନ କଣ ହବ, ଦେଶ ଲୋକମାନେ ସବୁ ପୁଣି ବିଦ୍ରୋହ କଲେ ଯେ ଆମ ଆଶା ପୂରଣ କଲ ନାହିଁ, ପୂରଣ କର, ବିଦ୍ରୋହ ହବ। ଏଇ ଯୋଉ ବିଦ୍ରୋହ ହେଲା ଇଂରେଜ ସରକାର କଣ କଲେ ନା ଭାରତରେ ଯୋଉ ଏଇ ବିଦ୍ରୋହ ଓ ବିପ୍ଳବକୁ ଦମନ କରିବା ପାଇଁ ବିଚାରପତି ରାଉଲତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ଏଇ ଯୋଉ ବିଦ୍ରୋହ ଗୁଡିକୁ ସେ ଦମନ କରିବା ପାଇଁ କଣ କଲେ ନା ବିଚାରପତି ରାଉଲତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ଏବଂ ଏହି କମିଟି ସୁପାରିଶ କଣ କଲା ନା ଯେଉଁ ଆଇନ ପ୍ରଣୟନ ହେଲା ତାହାକୁ ରାଉଲତ ଆଇନ କୁହାଗଲା। ଏହି ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ଥିଲା। এই ଯୋଉ ରାଉଲତ ଆଇନ 1919ରେ ଆସିଲା, 1918ରେ କଣ ହେଲା ନା ରାଉଲତଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା। ସେ ସୁପାରିଶ କଣ କଲା ନା ଇଂରେଜ ସରକାର ଯେକୌଣସି ସମୟରେ ଯେତେବେଳେ ଚାହିଁଲେ ଯେକୌଣସି ଭାରତୀୟଙ୍କୁ ଗିରଫ କରିପାରିବେ ଏବଂ ବିନା କୌଣସି ବିଚାରରେ ଭାରତୀୟ ମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରିପାରିବେ। କିଛି ବିଚାର ହବନି, କିଛି ଆମର କୋର୍ଟ କୁ କେହି ଯିବେନି। ଯାହାକୁ ଆରେଷ୍ଟ କରାଯିବ, ଯାହାକୁ ବନ୍ଦୀ କରାଯିବ ତାକୁ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏହି ରାଉଲଟ ଆଇନର ବ୍ୟବସ୍ଥା ଥିଲା। ଏହା ଦ୍ୱାରା ଜନସାଧାରଣଙ୍କର ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣ ହେଲା। ଏହା ଦ୍ୱାରା କଣ ହେଲା ନା ଜନସାଧାରଣ ମାନଙ୍କର ବିଭିନ୍ନ ପ୍ରକାର ସ୍ୱାଧୀନତା ଏବଂ ବିଭିନ୍ନ ପ୍ରକାର ଅଧିକାର କ୍ଷୁଣ୍ଣ ହେଲା। 1919 ଫେବୃଆରୀରେ ଗାନ୍ଧିଜୀ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହାର ସଭ୍ୟମାନଙ୍କୁ ଏହି ଆଇନ ଅମାନ୍ୟ କରିବା ପାଇଁ ତଥା ଏହା ବିରୋଧରେ ସତ୍ୟ ଓ ଅହିଂସ ଭିତ୍ତିକ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ 1918ରେ ଯୋଉ ଆଇନଟା ପ୍ରଣୟନ ହେବା ପାଇଁ ଚାଲିଲା, 1919 ଫେବୃଆରୀରେ କଣ ହେଲା ନା ଗାନ୍ଧିଜୀ ଏକ ସତ୍ୟାଗ୍ରହ କମିଟି ଗଠନ କଲେ ଏବଂ କମିଟି ଗଠନ କରିକି ଏହି ଆଇନ ବିରୋଧରେ ସତ୍ୟାଗ୍ରହ ମାଧ୍ୟମରେ ଅହିଂସା ମାଧ୍ୟମରେ ଆମର ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଲୋକମାନଙ୍କୁ। ନା ରାଉଲଟ ଆଇନ ଯୋଉ ହେଇଥିଲା ଫେବୃଆରୀ 1918ରେ 1919 ମାର୍ଚ୍ଚ 18ରେ କଣ ହେଲା ନା
ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ସରକାରୀ ସଭ୍ୟମାନଙ୍କର ସମର୍ଥନ ଯୋଗୁଁ କ'ଣ ହେଲା ନା ଏହା ପାସ୍ ହେଇଗଲା, ଏହା ଗୃହୀତ ହେଇଗଲା 1919 ମାର୍ଚ୍ଚ 18ରେ। ତେଣୁ ରାଉଲତ ଆଇନ ଗଠନ ହେଲା। ଏହି ରାଉଲତ ଆଇନ ବିରୋଧରେ ଆମର 1919 ମାର୍ଚ୍ଚ 18 ଯେଉଁ ରାଉଲତ ଆଇନ ଗୃହୀତ ହେଇଗଲା। ଗାନ୍ଧିଜୀ ଏହି ଆଇନ ବିରୋଧରେ କ'ଣ ହେଲେ ନା ଗଣସତ୍ୟ ଆରମ୍ଭ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କଲେ। ଗାନ୍ଧିଜୀ ଯେଉଁ ଆନ୍ଦୋଳନଟି ଗାନ୍ଧିଜୀ ଆମର ଲୋକମାନଙ୍କୁ ନେଇକି କଲେ, ଏହି ଆନ୍ଦୋଳନଟି ହିଂସାତ୍ମକ ଯେମିତି ନ ହଉ ବା ଆଶଙ୍କା କଲେ କି ହିଂସାତ୍ମକ ହବ ବୋଲି ଶ୍ରୀମତୀ ଆନି ବେସାନ୍ତ। ତେଣୁ ସେ ଗାନ୍ଧିଜୀଙ୍କୁ ବିରୋଧ କଲେ। ତାଙ୍କ ବ୍ୟତୀତ ଦୀନ ଏଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପୁରୁ, ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ମଧ୍ୟ ଗାନ୍ଧିଜୀଙ୍କର ଏହି ସତ୍ୟାଗ୍ରହକୁ ବିରୋଧ କରିଥିଲେ। ତେଣୁ ଏ ଯେଉଁ ରାଉଲତ ଆଇନ ଯେଉଁ ହେଲା, ଏହି ରାଉଲତ ଆଇନ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ, ଏହା ଜାଣି ଲୋକମାନେ ଏବଂ ଗାନ୍ଧିଜୀ ମିଶି ଆନ୍ଦୋଳନ କଲେ। ଏହି ଆନ୍ଦୋଳନକୁ ଶ୍ରୀମତୀ ଆନି ବେସାନ୍ତ ବିରୋଧ କରିଥିଲେ, କାହିଁକି ନା ଭାବିଥିଲେ ସେ ଏହି ଆନ୍ଦୋଳନଟି କ'ଣ ହବ, ଅହିଂସା ଆଡ଼କୁ ନ ଯାଇ ହିଂସା ଆଡ଼କୁ ଯିବ। ତେଣୁ ତାଙ୍କ ସହିତ ମଧ୍ୟ ଦୀନ ଏଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପୁରୁ, ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାମାନେ ମଧ୍ୟ ଏହି ସତ୍ୟାଗ୍ରହକୁ ବିରୋଧ କରିଥିଲେ। ତାପରେ ଆସିବା ତୁମର ସମଗ୍ର ଭାରତରେ ଗୋଟିଏ ଦିନ କ'ଣ ହେଲା ନା ହରତାଳ ପାଳନ ହେଲା। ଏହି ରାଉଲତ ଆଇନକୁ ବିରୋଧ କରିକି ସମଗ୍ର ଭାରତରେ କ'ଣ ହେଲା ନା ଗୋଟିଏ ଦିନ ହରତାଳ ଦିଆଗଲା। ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁ ପ୍ରକାର କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା 1919 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ କରାଗଲା। ତେଣୁ ସରକାରଙ୍କର ଏହି ଆଇନକୁ ଆମର ବିରୋଧ କରି ସମସ୍ତ ପ୍ରକାର କର୍ମଚାରୀ ସମସ୍ତେ କାର୍ଯ୍ୟ ବନ୍ଦ କରି ଉପବାସ କଲେ ଏବଂ ପ୍ରାର୍ଥନା କଲେ। 1919 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ ହେଲା। 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଗଲା। ଏହାକୁ ଦମନ କରିବା ପାଇଁ ଇଂରେଜ ସରକାର କ'ଣ କଲେ ନା 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ପୁଣି ଛାଡ଼ିଦେଲେ। ଗାନ୍ଧିଜୀଙ୍କର ଗିରଫ ସମ୍ବାଦ ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କଲା। ତେଣୁ ଗାନ୍ଧିଜୀ ଯେଉଁ ଗିରଫ ହେଲେ, ଏହି ସମ୍ବାଦ ଦେଶର ଚାରିଆଡ଼େ ପ୍ରଚାର ହେଇଗଲା ଏବଂ ଦେଶର ଲୋକମାନଙ୍କୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କଲା। ଏହି ଆନ୍ଦୋଳନ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର, ଅମୃତସର ଇତ୍ୟାଦିରେ ପ୍ରଚଣ୍ଡ ରୂପ ଧାରଣ କରିଥିଲା। ଆମର ଦିଲ୍ଲୀ ନୁହେଁ, ମୁମ୍ବାଇ ନୁହେଁ, ମାର୍ଚ୍ଚ 1919 ମାର୍ଚ୍ଚ 20ରେ ଦିଲ୍ଲୀର ରାଉଲତ ଆଇନ ବିରୋଧରେ ହିନ୍ଦୁ ଓ ମୁସଲମାନ ମାନଙ୍କ ଏକ ଶୋଭାଯାତ୍ରା ଉପରେ ପୁଲିସ ଗୁଳି ବର୍ଷଣ କରିଥିଲା। ଏଇଟା ମନେ ରଖିବ, ପରୀକ୍ଷାରେ ପଡ଼େ। 1919 ମାର୍ଚ୍ଚ 20 ତାରିଖରେ କ'ଣ ହେଲା ନା ଦିଲ୍ଲୀରେ ରାଉଲତ ଆଇନ ବିରୋଧରେ ଏକ ଶୋଭାଯାତ୍ରା ହେଉଥିଲା। ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ଭାଗ ନେଇଥିଲେ ଏବଂ ସେ ରାଲି ଉପରକୁ ପୁଲିସ କ'ଣ କଲା ନା ଆଖି ଭଳିଆ ଗୁଳି ବର୍ଷଣ କଲା ଏବଂ ଏକ ଭୁଲ ବୁଝାମଣା ହେତୁ ଦିଲ୍ଲୀରେ 1919 ମାର୍ଚ୍ଚ 30ରେ ହରତାଳ ପାଳିତ ହେଲା ଏବଂ ଏକ ଭୁଲ ବୁଝାମଣା ଯୋଗୁଁ କ'ଣ ହେଲା ନା 1919 ମାର୍ଚ୍ଚ 30ରେ ଦିଲ୍ଲୀରେ ହରତାଳ ପାଳନ। ଏବେ ଆସିବା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ତୁମର କ'ଣ ନା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଏଇଟା ତୁମେ ସମସ୍ତେ ଜାଣିଛ, ଏହାକୁ ରକ୍ତ ତୀର୍ଥ ବି କୁହାଯାଏ। ଜାଲିଆନାୱାଲାବାଗକୁ କାହିଁକି କୁହାଯାଏ ଆମେ ଜାଣିବା ଆଜି। ସମଗ୍ର ଦେଶରେ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିଲା। ଏହି ସମୟରେ 1919 ଏପ୍ରିଲ 10 ତାରିଖ ଥିଲା, ଯାହାକି ବୈଶାଖୀର ଦିବସ ଥିଲା ଏବଂ ଅମୃତସରରେ ଦୁଇ ସ୍ଥାନୀୟ ନେତା ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କ ଗିରଫ ହେଲା। এই ଯେଉଁ ରାଉଲତ ଆଇନ ବିରୋଧୀ ଆନ୍ଦୋଳନ ଏମାନେ କରୁଥିଲେ, ୟାଙ୍କ ନେତୃତ୍ୱରେ ଲୋକମାନେ କରୁଥିଲେ। ସେଥିପାଇଁ 1919 ଏପ୍ରିଲ 10ରେ ଆମର ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁକୁ ଆମର ପୁଲିସ ଗିରଫ କଲା। ଏମାନେ ଗିରଫ ହେଲା ଫଳରେ ଆନ୍ଦୋଳନ କ'ଣ ହେଲା ନା ହିଂସାତ୍ମକ ରୂପ ଧାରଣ କଲା। ଜନପ୍ରିୟ ନେତା ଦୁଇ ଜଣ କିଏ ନା ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କର ଗିରଫ ଯୋଗୁଁ ଏହାର ପ୍ରତିବାଦ କରିବା ପାଇଁ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆନାୱାଲାବାଗରେ 1919 ଏପ୍ରିଲ 13ରେ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ। ସେ ସମୟରେ ବୈଶାଖୀ ଚାଲିଥିଲା ଏବଂ ଏହି ବୈଶାଖୀ ଉତ୍ସବରେ 1919 ଏପ୍ରିଲ 13ରେ ଅମୃତସରର ଜାଲିଆନାୱାଲାବାଗର ଏକ କୋଠରୀରେ ସାଧାରଣ ସଭାଗୃହରେ, ସେକୁ ସାଧାରଣ ସଭାଗୃହ ବି କୁହାଯାଉଥିଲା, ଏଠି ସମସ୍ତ ଲୋକ ସେହି ବୈଶାଖୀ ଉତ୍ସବରେ ଏକତ୍ରିତ ହୋଇଥିଲେ ଆମର ଏହାକୁ ବିରୋଧ କରିବା ପାଇଁ।
ସହରରେ ସଭା ସମିତି କରାଯିବା ଉପରେ ସରକାରଙ୍କ ଦ୍ୱାରା ପୂର୍ବ ଦିନ ନିଷେଧାଜ୍ଞା ଘୋଷିତ କରାଯାଇଥିଲା। କିନ୍ତୁ ଏହାର ପୂର୍ବ ଦିନ କଣ ହେଇଥିଲା ନା ସରକାରଙ୍କ ଦ୍ୱାରା ତୁମର ସହରରେ କୌଣସି ଜାଗାରେ ତୁମର ସଭା ସମିତି କରିବା ପାଇଁ ନିଷେଧ ଆଦେଶ ଘୋଷଣା କରାଯାଇଥିଲା। କିନ୍ତୁ ଲୋକମାନେ ସେହି ନିଷେଧ ଆଦେଶ ସମ୍ପର୍କରେ ଅବଗତ ନଥିଲେ। ତେଣୁ ସେଥିପାଇଁ ସେମାନେ କଣ ହେଲେ, ଏମାନେ ଜାଣିନାହାନ୍ତି ଯେ ସରକାର ନିଷେଧ ଆଦେଶ ଦେଇଛନ୍ତି, ତେଣୁ ସେମାନେ ସେଠି ଏକତ୍ରିତ ହେଇଥିଲେ ସେଟା ନ ଜାଣିକି। ଏହା ଜାଣିକି ସରକାର କଣ କଲେ ନା ଅମୃତସରରେ କଣ ହେଲା ନା ତତ୍କାଳୀନ ସାମରିକ ମୁଖ୍ୟ ଏହା ଜାଣିକି ସେମାନେ ଏକତ୍ରିତ ହୋଇଛନ୍ତି ଜାଣିକି ସେତେବେଳେ ତତ୍କାଳୀନ ସାମରିକ ମୁଖ୍ୟ ଅମୃତସରର କିଏ ନା ଜେନେରାଲ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହ ସଭାସ୍ଥଳରେ ପହଞ୍ଚିଲେ ଏବଂ ବିନା ସତର୍କ ଘଣ୍ଟିରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ। ଜାଲିଆନୱାଲାବାଗର ଏକମାତ୍ର ପ୍ରବେଶ ତଥା ପ୍ରସ୍ଥାନ ସ୍ଥାନ ସୈନିକମାନଙ୍କ ଦ୍ୱାରା ଆବଦ୍ଧ ହୋଇଥିବାରୁ ଲୋକମାନେ ବାହାରକୁ ଯାଇପାରିଲେ ନାହିଁ। ତେଣୁ ସେ ଯେଉଁ ସାମରିକ ମୁଖ୍ୟ ଥିଲେ ସେତେବେଳେ କି ଅମୃତସରର ଜେନେରାଲ ଡାୟାର, ସେ ହଠାତ୍ ଅଚାନକ କଣ ହେଲେ ଏ ଖବର ପାଇକି ସୈନ୍ୟ ସାମନ୍ତ ନେଇକି ପହଞ୍ଚିଗଲେ ଏବଂ ବିନା ସତର୍କ ଘଣ୍ଟିରେ କଣ କଲେ ନିରସ୍ତ୍ର ଅସହାୟ ଲୋକମାନଙ୍କ ଉପରେ ଗୁଳି ବର୍ଷଣ କଲେ। ଏବଂ ଏଇ ଯେଉଁ ଜାଲିଆନୱାଲାବାଗର ଯେଉଁ ଏକମାତ୍ର ପ୍ରବେଶ ଓ ଏକମାତ୍ର ପ୍ରସ୍ଥାନ ସ୍ଥାନ, ମାନେ ପ୍ରବେଶ ସ୍ଥାନ ଗୋଟେ, ସେଇ যেটা প্রবেশ স্থান সেটা প্রস্থান স্থান, সেই স্থানକୁ ଆବଦ୍ଧ କରିଦେଲେ। ଫଳରେ ଯେଉଁ ଆଟାକ୍ ହେଲା ଲୋକମାନେ ବାହାରି ପାରିଲେ ନାହିଁ। ଫଳରେ ଅନେକ ଲୋକ ପ୍ରାଣ ହରାଇଲେ ବା ଆହତ ହେଲେ। ସରକାରୀ ହିସାବ ଅନୁଯାୟୀ ମୃତକଙ୍କ ସଂଖ୍ୟା 379 ଓ ଆହତଙ୍କ ସଂଖ୍ୟା 1200 ହୋଇଥିଲା ବେଳେ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଆମର ତଦନ୍ତ ହୋଇଥିଲା ସେହି ତଦନ୍ତ ଅନୁସାରେ ମୃତକଙ୍କ ସଂଖ୍ୟା 1200 ଓ ଆହତ ସଂଖ୍ୟା 3600 ଥିଲା। ଏହି ଘଟଣାଟି ଆମକୁ କଣ ନା ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଭାବରେ ଖ୍ୟାତ ବା ଏହାକୁ ରକ୍ତ ହତ୍ୟାକାଣ୍ଡ ବି କୁହାଯାଏ, ରକ୍ତାକ୍ତ ହତ୍ୟାକାଣ୍ଡ। ତେଣୁ ଜନସାଧାରଣଙ୍କର ଅହିଂସା ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମର୍ଥନ ହୋଇନଥିବା ଉପଲବ୍ଧି କରି ଗାନ୍ଧୀଜୀ 1919 ଏପ୍ରିଲ 28 ରାଉଲତ ଆଇନ ବିରୋଧୀ ଆନ୍ଦୋଳନ କରିଥିଲେ। ତେଣୁ ଏଇ ଯେଉଁ ଘଟଣା ସବୁ ଘଟିଲା ଏବଂ ଗାନ୍ଧୀଜୀ ଆମର ଅନୁଭବ କଲେ କଣ ନା ଜନସାଧାରଣ ମାନେ ସତ୍ୟାଗ୍ରହ ଓ ଅହିଂସା ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ଥ ହୋଇନାହାନ୍ତି ବୋଲି ଭାବିକି ଗାନ୍ଧୀଜୀ କଣ କଲେ ନା 1919 ଏପ୍ରିଲ 18ରେ ରାଉଲତ ଆଇନ ବିରୋଧୀ ଆନ୍ଦୋଳନକୁ କଣ କଲେ ନା ବନ୍ଦ କରିଦେଲେ। କିନ୍ତୁ ସରକାରଙ୍କ ଦ୍ୱାରା ରାଉଲତ ଆଇନ ପ୍ରତ୍ୟାହୃତ ହେଲା ନାହିଁ, ବଳବତ୍ତର ରହିଲା। ତେଣୁ ଏଇଟା ଏକ ପ୍ରକାର ଫେଲିୟର ବି କୁହାଯାଇପାରେ, କିନ୍ତୁ ଫେଲିୟର ବି ନୁହେଁ, କାହିଁକିନା ଏହାପରେ କଣ ହେଲା ନା ଆହୁରି ଆନ୍ଦୋଳନ ତୀବ୍ରତର ହେଲା। ଗାନ୍ଧୀଜୀଙ୍କର ଏହି ଆନ୍ଦୋଳନ ଲକ୍ଷ୍ୟ ପୂରଣ ଦିଗରେ ବିଫଳ ହୋଇଥିଲେ ସୁଦ୍ଧା, ଏହି ଆନ୍ଦୋଳନଟା କଣ ଲକ୍ଷ୍ୟ ପୂରଣ ଦିଗରେ ବିଫଳ ହୋଇଥିଲେ ସୁଦ୍ଧା ଏହା ଗାନ୍ଧୀଜୀଙ୍କୁ ବହୁ ପ୍ରତିଭା ସମ୍ପନ୍ନ ଭାରତୀୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲା। ତେଣୁ ବିଫଳ ହେଲେ ମଧ୍ୟ ଏଇ ଆନ୍ଦୋଳନ ଗୁଡ଼ିକ କଣ ହେଲା ନା ଗାନ୍ଧୀଜୀଙ୍କୁ ବହୁ ପ୍ରତିଷ୍ଠା ସମ୍ପନ୍ନ ତୁମର ନେତା ଭାବରେ ପ୍ରତିଷ୍ଠିତ କରିପାରିଥିଲା। ଜାଲିଆନୱାଲାବାଗ ହତ୍ୟାକାଣ୍ଡର ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଚକିତ କରିଥିଲା। এই যে ଜାଲିଆନୱାଲାବାଗ ହତ୍ୟାକାଣ୍ଡର ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଚକିତ କରିଥିଲା। ତେଣୁ ଏହି ସବୁ ଘଟଣା ପରେ ଇଂରେଜ ସରକାର ଯେତେବେଳେ ଆହୁରି ଦମନ ଲୀଳା ଚଳାଇଲେ, ରାଉଲତ ଆଇନକୁ ପ୍ରତ୍ୟାହାର କଲେ ନାହିଁ, ସେଥିପାଇଁ କଣ ହେଲା ନା ଗାନ୍ଧୀଜୀ ବା ତୁମର ରବୀନ୍ଦ୍ରନାଥ ଟାଗୋର ଇଂରେଜ ମାନଙ୍କର ଏଇ ପୈଶାଚିକ ବୃତ୍ତିକୁ ବିରୋଧ କରିକି କଣ କଲେ ନା ତୁମର ରବୀନ୍ଦ୍ରନାଥ ଟାଗୋର, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ନାଇଟ ପଦ ଓ ଗାନ୍ଧୀଜୀ କାଇଜର ଇ ହିନ୍ଦ ପଦ ତ୍ୟାଗ କରିଥିଲେ। ମନେ ରଖିବ ମଧ୍ୟ ତୁମର କଣ ଆନ୍ଦୋଳନ ଥମି ନଥିଲା, ଆନ୍ଦୋଳନ ଆହୁରି ଚାଲିଲା ଏବଂ ଶେଷରେ 1947 ମସିହାରେ ଭାରତ ସ୍ୱାଧୀନ ହେଲା। ତାହେଲେ ଆମେ ଏହି ଯେଉଁ 10ମ ଶ୍ରେଣୀ ଇତିହାସ ବହିରେ ଆମେ ପଢିବା ଯେ ଭାରତ କେମିତି ସ୍ୱାଧୀନ ହେଲା ବିଭିନ୍ନ ପ୍ରକାରର ନେତାମାନଙ୍କ ଦ୍ୱାରା। ଆଜି ଏତିକି ରହିଲା। ଆମେ ନେକ୍ସଟ ପିରିୟଡରେ ଆମେ ଦ୍ୱିତୀୟ ପାଠ ପଢିବା। ପ୍ରଥମ ପାଠ ସରିଲା, କିନ୍ତୁ ମୁଁ ଆଶା କରିବି এই প্রথম পাঠ ଯେଉଁ ସରିଲା, ଦୁଇଟା ପାଠରେ ମୁଁ କରୁଛି। ପ୍ରଥମ ପାଠ ପଢାଇ ସାରିଛି, ଆଜି ଦ୍ୱିତୀୟ ପାଠ। ତମେ ପ୍ରଥମ ପାଠ ପଢିକି ବୁଝି ସାରିଥିବ, ଆଜି ଦ୍ୱିତୀୟ ପାଠ ପଢିବ। ଯଦି ନ ବୁଝିପାରିବ ଡବଲ ପଢିବ, ରିପିଟ୍ କରି ପଢିବ, ତାହେଲେ ଭଲକି ବୁଝିପାରିବ। ଏହା ଉପରେ ତୁମେ ନୋଟ୍ କରିବ ଏବଂ ବହି ପଢିବ ଏବଂ ଏହାର ଯେଉଁ ପ୍ରଶ୍ନାବଳୀ ଅଛି ସେ ପ୍ରଶ୍ନାବଳୀ ଗୁଡ଼ିକୁ ତୁମେ ନୋଟ୍ ଖାତାରେ କରିବ, କରିକି ତୁମେ ମତେ ଦେଖେଇବ। ତାହେଲେ ମନେ ରହିଲା, এই ଭିଡ଼ିଓଟି ପଢି ସାରିଲା ପରେ ତୁମେ ନୋଟ୍ କରିବ, ବହି ପଢିବ, ଭଲକି ବୁଝିଲ, ତାପରେ ପ୍ରଶ୍ନାବଳୀ କରିବ ଏବଂ କରିକି ମତେ ଦେଖେଇବ ନୋଟ୍ ସହିତ ପ୍ରଶ୍ନାବଳୀ।